दर्शक बंधु नीलमाधवଙ୍କ रहस्य ଓ ଶ୍ରୀ ଜଗନ୍ନାଥଙ୍କ ଆବିର୍ଭାବ ଆପଣ କ'ଣ ଜାଣିଛନ୍ତି କି? ତେବେ ଆସନ୍ତୁ ଶୁଣିବା। ପୁରୀର ସମୁଦ୍ର କୂଳରେ ମନ୍ଦିର ଗଢ଼ା ହେବା ପୂର୍ବରୁ ପ୍ରଭୁ ପୂଜା ପାଉଥିଲେ ଏହି ଘଞ୍ଚ ଅରଣ୍ୟର ଅନ୍ଧାରରେ। ଓଡ଼ିଶାର ଏକ ଅଜ୍ଞାତ ବଣ ଭିତରେ ଶବର ରାଜା ବିଶ୍ୱାବସୁ ନୀତି ଗୋପନରେ ଜଣେ ଦେବତାଙ୍କୁ ପୂଜା କରୁଥିଲେ। ସେ ହେଉଛନ୍ତି ନୀଳମାଧବ, ଏକ ନୀଳକାନ୍ତ ମଣିର ବିଗ୍ରହ ଯାହାର ଦିବ୍ୟ ଜ୍ୟୋତିରେ ସାରା ଗୁମ୍ଫା ଆଲୋକିତ ହେଉଥିଲା। କିନ୍ତୁ ଭଗବାନ କ'ଣ କେବେ ଲୁଚି ରହିପାରନ୍ତି? ନା। ଅବନ୍ତୀର ପରମ ବିଷ୍ଣୁ ଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁଙ୍କ ଏହି ସ୍ୱରୂପର ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଲେ। ସେ ନିଜ ପୁରୋହିତଙ୍କ ଭାଇ ବିଦ୍ୟାପତିଙ୍କୁ ପଠାଇଲେ ସେହି ଗୋପନ ସ୍ଥାନର ସନ୍ଧାନ ପାଇଁ ଏବଂ ବିଦ୍ୟାପତି ଦୁର୍ଗମ ପାହାଡ଼ ଓ ନଦୀ ଅତିକ୍ରମ କରି ପହଞ୍ଚିଲେ ଶବରପଲ୍ଲୀରେ। ସେଠାରେ ବିଦ୍ୟାପତିଙ୍କ ସହ ଭେଟ ହେଲା ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କର। ଉଭୟଙ୍କ ମଧ୍ୟରେ ପ୍ରେମ ହେଲା ଏବଂ ସେମାନେ ବିବାହ କଲେ। କିନ୍ତୁ ବିଦ୍ୟାପତିଙ୍କ ଲକ୍ଷ୍ୟ ଥିଲା ସେହି ନୀଳପ୍ରଭୁଙ୍କ ଦର୍ଶନ। ଲଳିତାଙ୍କ ଅନୁରୋଧ କ୍ରମେ ବିଶ୍ୱାବସୁ ବିଦ୍ୟାପତିଙ୍କୁ ନୀଳମାଧବଙ୍କ ପାଖକୁ ନେବାକୁ ରାଜି ହେଲେ, କିନ୍ତୁ ଏକ ସର୍ତ୍ତରେ। ତାଙ୍କ ଆଖିରେ ପଟି ବନ୍ଧାଯିବ। ଚତୁର ବିଦ୍ୟାପତି ନିଜ ପକେଟରେ କିଛି ଭଜା ସୋରିଷ ମଞ୍ଜି ରଖିଥିଲେ ଏବଂ ଯିବା ବାଟରେ ସେଗୁଡ଼ିକୁ ପକାଇ ଚାଲିଲେ। ବର୍ଷା ହେବା ପରେ ସେହି ସୋରିଷ ଗଜା ହୋଇ ପ୍ରଭୁଙ୍କ ଗୁମ୍ଫାକୁ ଏକ ସିଧା ବାଟ ଦେଖାଇଦେଲା। ଶେଷରେ ସୋରିଷ ଗଛର ସହାୟତାରେ ବିଦ୍ୟାପତି ନୀଳମାଧବଙ୍କ ସନ୍ଧାନ ପାଇଲେ। କିନ୍ତୁ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ସେଠାରେ ପହଞ୍ଚିଲେ, ସେତେବେଳକୁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇସାରିଥିଲେ। ରାଜା ଶୋକରେ ଭାଙ୍ଗି ପଡ଼ିଲେ। ହଠାତ୍ ଆକାଶରୁ ଶୂନ୍ୟବାଣୀ ହେଲା, ହେ ରାଜା, ମୁଁ ଏବେ ଆଉ ପଥର ମୂର୍ତ୍ତି ରୂପେ ଦର୍ଶନ ଦେବି ନାହିଁ। ମୁଁ ସମୁଦ୍ରରେ ଦାରୁ ବା ପବିତ୍ର କାଠ ରୂପେ ଭାସି ଆସିବି। ଏବଂ ପରେ ପୁରୀ ବେଳାଭୂମିର ଏକ ବିଶାଳ ଦାରୁ ଦେଖାଗଲା, ଯାହା ଦେହରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମର ଚିହ୍ନ ଥିଲା। ସେହି ଦାରୁରୁ ମୂର୍ତ୍ତି ଗଢ଼ିବା ପାଇଁ ଜଣେ ବୃଦ୍ଧ ବଢ଼େଇ ଆସିଲେ। ସେ ସର୍ତ୍ତ ରଖିଲେ ଯେ 21 ଦିନ ପର୍ଯ୍ୟନ୍ତ ସେ ଏକ ବନ୍ଦ କୋଠରୀରେ ମୂର୍ତ୍ତି ଗଢ଼ିବେ ଏବଂ କେହି କବାଟ ଖୋଲିବେ ନାହିଁ। କିନ୍ତୁ 14 ଦିନ ପରେ କୌଣସି ଶବ୍ଦ ନ ଶୁଣି ରାଣୀ ଗୁଣ୍ଡିଚା ଅଧୈର୍ଯ୍ୟ ହୋଇ କବାଟ ଖୋଲିଦେଲେ। ଭିତରେ ବଢ଼େଇ ନଥିଲେ, ସେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା ଥିଲେ। ସେଠାରେ ରହିଯାଇଥିଲା 3ଟି ଅଧାଗଢ଼ା ମୂର୍ତ୍ତି। ହାତ ନାହିଁ କି ପାଦ ବି ନାହିଁ, କେବଳ ବଡ଼ ବଡ଼ ଗୋଲ ଆଖି। ରାଜା ଅନୁତାପ କଲେ, କିନ୍ତୁ ପ୍ରଭୁ ଜଣାଇଲେ ଯେ ସେ ଏହି ରୂପରେ ହିଁ ପୂଜା ପାଇବେ। ବିନା ହାତରେ ସେ ସବୁ ଗ୍ରହଣ କରିବେ ଏବଂ ବିନା ପାଦରେ ସାରା ଜଗତ ଭ୍ରମଣ କରିବେ। ଆଜି ବି ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜମାନ କରୁଛନ୍ତି ସେହି କଳା ଠାକୁର। କିଏ? ଆମ ଜଗତର ନାଥ ଜଗନ୍ନାଥ।